ହ୍ୟାଲୋ ପିଲାମାନେ, ତମମାନଙ୍କୁ ଆଉ ଗୋଟେ ନୂଆ ଭିଡିଓକୁ ସ୍ୱାଗତ। ଆମେ ପୂର୍ବରୁ 4ଟା ମଡେଲ କ୍ୱେଶ୍ଚିନ୍ ଆନ୍ସର ଡିସ୍କସନ କରିଛେ। ଏଇଟା ହଉଛି 5 ନମ୍ବର ମଡେଲ କ୍ୱେଶ୍ଚିନ୍ ଆନ୍ସର। ତ ଏଇଟା ହଉଛି 2025ର 5 ନମ୍ବର ମଡେଲ କ୍ୱେଶ୍ଚିନ୍ ଆନ୍ସର। ତ ଚାଲ ଆରମ୍ଭ କରିବା। ଭିଡିଓଟା ତମକୁ ଜଣାଥିବ, ସବୁ ଭିଡିଓ ଭଳିଆ ଏଇଥିରେ ମଧ୍ୟ କମେଣ୍ଟ କରିବ। ଆଉ ତମର ଟୋଟାଲ ଉପରେ କେତେ ମାର୍କ ରହିଲା ସେଟା ବି ଜଣେଇବ କମେଣ୍ଟରେ। ଖାନ୍ଦକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ରଚିତ ନିମ୍ନୋକ୍ତ କେଉଁ ଉପନ୍ୟାସଟି ଓଡ଼ିଶା ଜନମାନସରେ ବେଶ୍ ପରିଚିତ? 1 ନମ୍ବର କଣ ମୁଁ ପିଲାମାନେ ମୁଁ ଏଥର ସ୍ପିଡ କହିଦଉଛି। ତମେ ଯଦି ତାକୁ ସ୍ଲୋ କରିକି ଦେଖିପାରିବ, ନହେଲେ ତାକୁ ଆଉଥରେ ସ୍ପିଡ କରିକି ଦେଖିପାରିବ ହେଲା। ଖାନ୍ଦକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ରଚିତ ନିମ୍ନୋକ୍ତ କେଉଁ ଉପନ୍ୟାସଟି ଜନମାନସରେ ବେଶ୍ ପରିଚିତ? କଣ ମୁଁ ଚାରୁ ଭାଷମୟୀ ବୋଲି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର କାହାକୁ କହିଛନ୍ତି? 2 ନମ୍ବର ଚାରୁ ଭାଷମୟୀ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର କାହାକୁ କହିଛନ୍ତି? ଓଡ଼ିଆ ଭାଷା, ଉତ୍କଳର ବୀରାଙ୍ଗନା, ଉତ୍କଳ ଜନନୀ, ଓଡ଼ିଶାର ନଦୀ। ଠିକ ଆନ୍ସର କୋଉଟା? ଉତ୍କଳ ଜନନୀ ବି। ଶତ୍ରୁ କେଉଁଠାରେ ବଳପୂର୍ବକ ପ୍ରବେଶ କଲେ ଧ୍ୱଂସ ହୋଇଯିବ ବୋଲି ଭୀମଙ୍କ ସିଂହନାଦ ରଡ଼ି କବିତାରେ ଉଲ୍ଲେଖ କରାଯାଇଛି? 3 ନମ୍ବର ବ୍ୟାସ ସରୋବରରେ, ଏରକାର ବନରେ, ଦୁର୍ଗମ ମଧ୍ୟରେ, ହସ୍ତିନାପୁରରେ। ବ୍ୟାସ ସରୋବରରେ। ଶାରଳା ଦାସଙ୍କ ପିତୃଦତ୍ତ ନାମ କଣ ଥିଲା? 4 ନମ୍ବର ସିଦ୍ଧେଶ୍ୱର ଦାସ, ସିଦ୍ଧେଶ୍ୱର ନାୟକ, ସିଦ୍ଧେଶ୍ୱର ପଣ୍ଡା, ସିଦ୍ଧେଶ୍ୱର ପରିଡ଼ା। 4 ନମ୍ବର ଠିକ ଆନ୍ସର କଣ? ଶାରଳା ଦାସଙ୍କ ପିତୃଦତ୍ତ ନାମ ସିଦ୍ଧେଶ୍ୱର ପରିଡ଼ା ହେଲା। ବଳ କେତେ ବୋଲେ ଯେତେ ଶଙ୍ଖ ସେହି। ଉକ୍ତ ପଦରେ ଶଙ୍ଖ କେଉଁ ଅର୍ଥରେ ବ୍ୟବହୃତ ହୋଇଛି? 5 ନମ୍ବର ସାମୁଦ୍ରିକ ଜୀବ ଅର୍ଥରେ, ପୂଜା ଶଙ୍ଖ ଅର୍ଥରେ, ସେତୁବନ୍ଧ ଅର୍ଥରେ, ସଂଖ୍ୟା ଅର୍ଥରେ। ବଳ କେତେ ବୋଲେ ଯେତେ ଶଙ୍ଖ ସେହି। ଏଇଟା ସଂଖ୍ୟା ଅର୍ଥରେ। ଶୁକ ସାରଣଙ୍କ ଉଦ୍ଦେଶ୍ୟରେ ଅଙ୍ଗଦଙ୍କ ଚପେଟାଘାତ କାହାପରି ଥିଲା? 6 ନମ୍ବର ବଜ୍ରାଘାତ, ସର୍ପାଘାତ, ବେତ୍ରାଘାତ, ପଦାଘାତ। 6 ନମ୍ବର କଣ ହବ ଠିକ ଆନ୍ସର ପିଲାମାନେ? ଶୁକ ସାରଣଙ୍କ ଉଦ୍ଦେଶ୍ୟରେ ଅଙ୍ଗଦଙ୍କର ଚପେଟାଘାତ କାହାପରି ଥିଲା? ବଜ୍ରାଘାତ ପରି। ରିଙ୍ଗାଙ୍ଗନା ଜ୍ୟୋତ୍ସ୍ନା ଦୁକୁଳ ବାସିନୀ, ଏହି ପଦରେ ବ୍ୟବହୃତ ଦୁକୁଳ ଶବ୍ଦର ଅର୍ଥ କଣ? ନଦୀର ଦୁଇ କୂଳ, ଦୁଇଟି ବଂଶ, ଚନ୍ଦ୍ରାଲୋକ, ପାଟଲୁଗା। 7 ନମ୍ବର କଣ? ପାଟଲୁଗା। ମହା ଉଲ୍ଲାସରେ ମୀନଜୀବୀମାନେ କଣ ଟେକି ଆସିଥାନ୍ତି? 8 ନମ୍ବର ପଟିକା, ମଶାଲ, ହାତ, ପତାକା। ମହା ଉଲ୍ଲାସରେ ମତ୍ସ୍ୟଜୀବୀମାନେ ପଟିକା ଟେକି ଆସିଥାନ୍ତି ହେଲା। ଏଇଟା ଠିକ ଆନ୍ସର ପଟିକା। ନିମ୍ନୋକ୍ତ କେଉଁ ପୁସ୍ତକଟି ଗଙ୍ଗାଧର ମେହେରଙ୍କ କ୍ଷୁଦ୍ର ଗୀତିମାନଙ୍କର ଏକ ସଂକଳନ ଅଟେ? ଅଯୋଧ୍ୟା ଦୋଷ, ଉତ୍କଳ ଲକ୍ଷ୍ମୀ, ପଦ୍ମିନୀ, ଅର୍ଘ୍ୟଥାଳୀ। କୋଉଟା? ଅର୍ଘ୍ୟଥାଳୀ। ଗଙ୍ଗାଧର ମେହେରଙ୍କର କ୍ଷୁଦ୍ର ଗୀତି ଗୁଡ଼ିକ ସଂକଳନ ଅର୍ଘ୍ୟଥାଳୀ ସଂକଳନ। ତମସା ରହିଛି ଅନାଇ, କୋଳ କରି ଥରେ ସୁଖ ଲଭିବା ପାଇଁ। ଏ ଉକ୍ତିଟି କାହାର? 10 ନମ୍ବର ତମସା ରହିଛି ଅନାଇ, କୋଳ କରି ଥରେ ସୁଖ ଲଭିବା ପାଇଁ। ଅନୁକମ୍ପାଙ୍କର। ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ନିମ୍ନୋକ୍ତ କେଉଁ ସାହିତ୍ୟ କୃତିରେ ପରିବେଶିତ ପ୍ରେମ ଓ କରୁଣ ଭାବ ପାଠକମାନଙ୍କ ହୃଦୟକୁ ସ୍ପର୍ଶ କରିଥାଏ? 11 ନମ୍ବର ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ନିମ୍ନୋକ୍ତ କେଉଁ ସାହିତ୍ୟ କୃତିରେ ପରିବେଶିତ ପ୍ରେମ ଓ କରୁଣ ଭାବ ପାଠକମାନଙ୍କ ହୃଦୟକୁ ସ୍ପର୍ଶ କରିଥାଏ? ବୁଢ଼ା ଶଙ୍ଖାରୀ। ବିହନରେ ଲୁଣ ଭଳି ସାହିତ୍ୟରେ କଣ ଏକାନ୍ତ ଆବଶ୍ୟକ ବୋଲି ଲକ୍ଷ୍ମୀକାନ୍ତ ମହାପାତ୍ର ବିଚାରିଥାନ୍ତି? ବୀରରସ, ହାସ୍ୟରସ, କରୁଣ ରସ, ବୀଭତ୍ସ ରସ। ବିହନରେ ଲୁଣ ଭଳି ହାସ୍ୟରସ ଏକାନ୍ତ ଆବଶ୍ୟକ ବୋଲି ଲକ୍ଷ୍ମୀକାନ୍ତ ମହାପାତ୍ର ବିଚାରିଥାନ୍ତି। ଆଜି ମୁଁ ଶତ ଚେଷ୍ଟା କଲେ ବି ତାହାର ପୂର୍ବ ପ୍ରତ୍ୟୟ ଫେରିପାଏ ନାହିଁ। କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଏଠାରେ କାହା ଉଦ୍ଦେଶ୍ୟରେ ତାହାର ଶବ୍ଦ ପ୍ରୟୋଗ କରିଛନ୍ତି? 13 ନମ୍ବର ଗୋବିନ୍ଦ ଭାଇ, ଘର ସାର ମାଉସୀ, ନବାଗତ ଅତିଥି, ହରିଆ ଭାଇ। ଗୋବିନ୍ଦ ଭାଇ।
ଗ୍ରୀଷ୍ମର ଝାଞ୍ଜିରେ, ବର୍ଷାର ଝଡ଼ରେ ବା ହେମନ୍ତର ଶୀତରେ ଗ୍ରାମର କର୍ମଯୋଜନାରେ ଅଂଶଗ୍ରହଣ କରିବାକୁ ତାଙ୍କର କେଉଁ ଶକ୍ତିର ଅଭାବ ନଥିବା କଥା କୃଷ୍ଣଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି? ମାନସିକ ଶକ୍ତି, ଭୌତିକ ଶକ୍ତି, ନୈତିକ ଶକ୍ତି, ଆଧ୍ୟାତ୍ମିକ ଶକ୍ତି। 14 ନମ୍ବର କଣ ଆନ୍ସର ହବ ପିଲାମାନେ? କମେଣ୍ଟ କର। 14 ନମ୍ବର ଭୌତିକ ଶକ୍ତି। ଆମ୍ଭମାନଙ୍କର କଳା ବିଦ୍ୟା, ଦର୍ଶନ, ମନସ୍ତତ୍ତ୍ୱ, ଇତିହାସ ପ୍ରଭୃତି ପ୍ରତ୍ୟେକ କାହାର ଅନ୍ତର୍ଗତ ବୋଲି ବଂଶୀଧର ସାମନ୍ତରାୟ କହିଛନ୍ତି? 15 ନମ୍ବର ଆମ୍ଭମାନଙ୍କର କଳା ବିଦ୍ୟା, ଦର୍ଶନ, ମନସ୍ତତ୍ତ୍ୱ, ଇତିହାସ ପ୍ରଭୃତି ପ୍ରତ୍ୟେକ ବିଜ୍ଞାନର ଅନ୍ତର୍ଗତ ବୋଲି ବଂଶୀଧର ସାମନ୍ତରାୟ କହିଛନ୍ତି? ବିଜ୍ଞାନର ଅନୁଶୀଳନରେ ଆମ୍ଭେମାନେ ସର୍ବତ୍ର କାହାର ଅବସ୍ଥିତି ବିଭିନ୍ନ ଅବସ୍ଥାରେ ଦେଖିବାକୁ ପାଇଥାଉ? ବିଜ୍ଞାନର ଅନୁଶୀଳନରେ ଆମେମାନେ ସର୍ବତ୍ର କାହାର ଅବସ୍ଥିତି ବିଭିନ୍ନ ଅବସ୍ଥାରେ ଦେଖିବାକୁ ପାଇଥାଉ? 16 ନମ୍ବର ଶକ୍ତିମାନଙ୍କର। ନବଯୁଗର ତରୁଣମାନଙ୍କର ସ୍ୟନ୍ଦନ କେଉଁ ପର୍ବତକୁ ଚୂର୍ଣ୍ଣ କରିବ ବୋଲି ଅନନ୍ତ ପଟ୍ଟନାୟକ ଆଶା ବାନ୍ଧିଛନ୍ତି? 17 ନମ୍ବର ମିଳନ। ବନ୍ଧନ ରାଜି ଛିନ୍ନ କଲେ କଣ ଶେଷ ହେବ ବୋଲି ଜଗବନ୍ଧନ ହାରା କବିତାରେ କୁହାଯାଇଛି? ବନ୍ଧନ ରାଜି ଛିନ୍ନ କଲେ କ୍ରନ୍ଦନ ଶେଷ ହେବ ବୋଲି ଜଗବନ୍ଧନ ହାରା କବିତାରେ କୁହାଯାଇଛି? ନିଜର ଛାତି ନିଦା କରିବା ପାଇଁ ବିଦ୍ୟୁତପ୍ରଭା ଦେବୀ ମାଟି ମାଆକୁ କଣ ମାଗିଛନ୍ତି? ନିଜ ଛାତି ନିଦା କରିବା ପାଇଁ ବିଦ୍ୟୁତପ୍ରଭା ଦେବୀ ଧୈର୍ଯ୍ୟ ମାଟି ମାଆକୁ ମାଗିଛନ୍ତି? ଦୁଃଖ ଦଡ଼ ମାଡ଼ି ସହିବାକୁ ମୋତେ କରିଦେ ତୋ ପରି ଟାଣ। ଏ ପଦ୍ୟାଂଶରେ ଏପଦ ଦଡ଼ ମାଡ଼ି ଶବ୍ଦର ଅର୍ଥ କଣ? ଦୁଃଖ ଦଡ଼ ମାଡ଼ି ସହିବାକୁ ମୋତେ କରିଦେ ତୋ ପରି ଟାଣ। ଦଡ଼ ମାଡ଼ି କହିଲେ ଜଞ୍ଜାଳ। 1963 ମସିହାରେ ପୁରୀଠାରୁ ନିର୍ମିତ ନୂଆ ରେଳ ଷ୍ଟେସନ ପାଟିକେ ଛାତ ଉପରେ ଶାମୁକା ସାହାଯ୍ୟରେ ଷ୍ଟେସନର ନାମ କେଉଁ ଦୁଇଟି ଭାଷାରେ ଲେଖା ହେଇଥିଲା? ହିନ୍ଦୀ ଓଡ଼ିଆ, ଓଡ଼ିଆ ବଙ୍ଗଳା, ଇଂରାଜୀ ଓଡ଼ିଆ, ବଙ୍ଗଳା ହିନ୍ଦୀ। 21 ନମ୍ବର କଣ ହବ ପିଲାମାନେ ଆନ୍ସର? ହିନ୍ଦୀ ଆଉ ଓଡ଼ିଆ। ଖୁବ୍ ଗଭୀର ତଥ୍ୟ ଗୁଡ଼ା ଅବା ବୁଝି ନ ପାରିବ, ସାଧାରଣ କଥା ଗୁଡ଼ା ତ ନିଶ୍ଚୟ ବୁଝିପାରିବ। 22 ନମ୍ବର ରବୀନ୍ଦ୍ର ବଲ୍ଲଭ ଭାଇ କାହା ଉଦ୍ଦେଶ୍ୟରେ କହିଛନ୍ତି? 22 ନମ୍ବର କଣ ହବ ପିଲାମାନେ? କୃଷକ। ଇହ ଧାମ ତ୍ୟାଗ କରିବା ପୂର୍ବରୁ ଶ୍ରୀରାମକୃଷ୍ଣ କାହାର କଲ୍ୟାଣ ସାଧନ କରିବାକୁ ନରେନଙ୍କୁ ନିର୍ଦ୍ଦେଶ ଦେଇ ବିଦାୟ ନେଇଥିଲେ? ଇହ ଧାମ ତ୍ୟାଗ କରିବା ପୂର୍ବରୁ ଶ୍ରୀରାମକୃଷ୍ଣ କାହାର କଲ୍ୟାଣ ସାଧନ କରିବାକୁ ନରେନଙ୍କୁ ନିର୍ଦ୍ଦେଶ ଦେଇ ବିଦାୟ ନେଇଥିଲେ? 23 ନମ୍ବର ଜଗତର। ବିବେକାନନ୍ଦ ନୈନିତାଳ ଭ୍ରମଣ ସମୟରେ ଭଗିନୀ ନିବେଦିତାଙ୍କୁ କାହା କଥା କହିଥିଲେ? ମହୀଶୂର ମହାରାଜାଙ୍କର, କ୍ଷେତ୍ରି ମହାରାଜାଙ୍କର, କୋଲାପୁର ରାଜାଙ୍କର, କ୍ଷେତ୍ରିର ବାଇଜୀଙ୍କର। ବିବେକାନନ୍ଦ ନୈନିତାଳ ଭ୍ରମଣ ସମୟରେ ଭଗିନୀ ନିବେଦିତାଙ୍କୁ କାହା କଥା କହିଥିଲେ? କ୍ଷେତ୍ରିର ବାଇଜୀଙ୍କର। ଓଡ଼ିଆ ସାହିତ୍ୟର ପ୍ରଥମ ପ୍ରବନ୍ଧ ବିବେକୀ ନିର୍ଣ୍ଣତ କାହାର ଆଦର୍ଶବାଦୀ ବ୍ୟକ୍ତିତ୍ୱର ପରିଚୟ ପ୍ରଦାନ କରିଥାଏ? ବିବେକୀ। ମଧୁସୂଦନ ରାଓ, ଗଙ୍ଗାଧର ମେହେର, ରାଧାନାଥ ରାୟ, ଫକୀରମୋହନ ସେନାପତି। ଓଡ଼ିଆ ସାହିତ୍ୟର ପ୍ରଥମ ପ୍ରବନ୍ଧ ବିବେକୀ କାହାର ଆଦର୍ଶବାଦୀ ବ୍ୟକ୍ତିତ୍ୱର ପରିଚୟ ପ୍ରଦାନ କରିଥାଏ? ରାଧାନାଥ ରାୟ। ମଧ୍ୟଯୁଗୀୟ କାବ୍ୟକୁ ନିନ୍ଦା କରୁଥିବା ବ୍ୟକ୍ତିମାନଙ୍କୁ ସମୁଚିତ ଉତ୍ତର ଦେବା ପାଇଁ କିଏ ପ୍ରାଚୀ ସମିତି ଗଠନ କରିଥିଲେ? ପ୍ରାଚୀ ସମିତି କିଏ ଗଠନ କରିଥିଲେ? ଆନ୍ସର କଣ ତାର ଆନ୍ସର? ହାତବଲ୍ଲଭ ମହାନ୍ତି, ଗୋଦାବରୀ ମହାପାତ୍ର, ସୁଧାକର ପଟ୍ଟନାୟକ, ଯୋଗେଶ୍ୱର ଦାସ। ଠିକ୍ ଆନ୍ସର କଣ ହବ ଏହାର? ପ୍ରାଚୀ ସମିତି କିଏ ଗଠନ କରିଥିଲା? ହାତବଲ୍ଲଭ ମହାନ୍ତି। କଥାକାର ବସନ୍ତ କୁମାର ଶତପଥୀ କେଉଁ ଗଳ୍ପ ସଂକଳନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? କଥାକାର ବସନ୍ତ କୁମାର ଶତପଥୀ କେଉଁ ଗଳ୍ପ ସଂକଳନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ବସନ୍ତ ଶତପଥୀ କଣ? ଆଣ୍ଟି ରୋମାଣ୍ଟିକ ପାଇଁ। ବସନ୍ତ ଶତପଥୀ ଆଣ୍ଟି ରୋମାଣ୍ଟିକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ।
କାଠ କାଟିବା ପୂର୍ବରୁ କାଠୁରିଆ ଘୋଡ଼େଇ ହୋଇଥିବା ନାଲି ଧଡ଼ିର ଶାଢ଼ୀଟିକୁ ଦେହରୁ କାଢ଼ି କେଉଁ ଗଛ ଡାଳରେ ଲଟକାଇ ଦେଲେ? 28 ନମ୍ବର। ବେଗୁନିଆ। କଳିଙ୍ଗ ମହାରାଜା ତାଙ୍କ ଅନୁପସ୍ଥିତିରେ କାହାକୁ ରାଜ୍ୟର ଦାୟିତ୍ୱ ଅର୍ପଣ କରିବାକୁ ଚାହାନ୍ତି ବୋଲି ଦରବାର କକ୍ଷରେ ମହାରାଣୀ କୁରୁବକି ଘୋଷଣା କଲେ? କଳିଙ୍ଗ ମହାରାଜା ତାଙ୍କ ଅନୁପସ୍ଥିତିରେ କାହାକୁ ରାଜ୍ୟର ଦାୟିତ୍ୱ ଅର୍ପଣ କରିବାକୁ ଚାହାନ୍ତି ବୋଲି ଦରବାର କକ୍ଷରେ ମହାରାଣୀ କୁରୁବକି ଘୋଷଣା କଲେ? 29। ରାଜେଶ୍ୱରୀ। କେବଳ ସୈନ୍ୟ ନୁହନ୍ତି, ହଜାର ହଜାର ସଂଖ୍ୟାରେ କଳିଙ୍ଗର ସାଧାରଣ ପ୍ରଜା ଯୁଦ୍ଧ କରିବାକୁ ଆଗେଇ ଆସୁଛନ୍ତି। ଏହା କାହାର ଉକ୍ତି? 30। ମଗଧ ମହାମନ୍ତ୍ରୀଙ୍କର। କାହାର ଶବ୍ଦରେ ନଟବର ବାବୁଙ୍କର କାନ ଅତଡ଼ା ପଡ଼ିଯାଇଥିଲା? କାହାର ଶବ୍ଦରେ ନଟବର ବାବୁଙ୍କର କାନ ଅତଡ଼ା ପଡ଼ିଯାଇଥିଲା? ଚଢ଼େଇମାନଙ୍କର କିଚିମିଚି ଶବ୍ଦରେ। ମଧୁତିଆଡ଼ି କେଉଁଠାରେ ବସି ଭାଗବତ ପଢ଼ିବା ସହ ସେଠାରେ ଚାଲିଥିବା ପଶା ଖେଳ ସମ୍ପର୍କରେ ମନ୍ତବ୍ୟ ପ୍ରଦାନ କରୁଥିଲେ? ମଧୁତିଆଡ଼ି କେଉଁଠାରେ ବସି ଭାଗବତ ପଢ଼ିବା ସହ ସେଠାରେ ଚାଲିଥିବା ପଶା ଖେଳ ସମ୍ପର୍କରେ ମନ୍ତବ୍ୟ ପ୍ରଦାନ କରୁଥିଲେ? 32 ନମ୍ବର। ବରଗଛ, ବେଲଗଛ, ଚାକୁଣ୍ଡା ଗଛ ଛାଇରେ, ବଉଳ ଗଛ ଛାଇରେ। ଆନ୍ସର ହେଉଛି ବଉଳ ଗଛ ଛାଇରେ। ସୁବ୍ରତ ବାବୁଙ୍କ ଘରକୁ ନ ଯାଇଥିଲେ ମହାପାତ୍ର ବାବୁ କାହା ପ୍ରତି ଯଥେଷ୍ଟ ଅନ୍ୟାୟ କରିଥାନ୍ତେ ବୋଲି କହିଛନ୍ତି? 33। ସୁବ୍ରତ ପୁରବୀ ପ୍ରୀତି ବେବୀ। ପୁରବୀ। ରାକ୍ଷସ ତ ଆପଣ ଆଉ ନୁହନ୍ତି। ଏଠାରେ ପ୍ରୀତି କାହାକୁ ରାକ୍ଷସ ନୁହନ୍ତି ବୋଲି କହିଛନ୍ତି? 34। ରାକ୍ଷସ ତ ଆପଣ ଆଉ ନୁହନ୍ତି। ମାଧବ ବାବୁ। ଚିହ୍ନିବେନି ନିଶ୍ଚୟ ଚିହ୍ନିବେ, ରକ୍ତ କଣ ରକ୍ତକୁ ଟାଣିବନି? ଏହା କାହାର ଉକ୍ତି? 35। ଧରମାର ବିଷ୍ଣୁ ମହାରାଣାର ଆଗନ୍ତୁକର ଧରମାର। ଚିହ୍ନିବେନି ନିଶ୍ଚୟ ଚିହ୍ନିବେ, ରକ୍ତ କଣ ରକ୍ତକୁ ଟାଣିବନି? ବିନୋଦ କେଉଁ ପଦ ଯୌଗିକ ବାକ୍ୟ ଗଠନ କରିବା ପାଇଁ ସହାୟତା କରିଥାଏ? ସଂଯୋଜକ ଅବ୍ୟୟ ସହାୟତା ପ୍ରଦାନ କରିଥାଏ। ଜମିଦାରଙ୍କ ପୁଅ ସୁରେନ୍ଦ୍ର ଏ ମନ୍ଦିର ତୋଳିଛନ୍ତି। ଏ ବାକ୍ୟର ପୁଅ କେଉଁ ପ୍ରକାର ପଦ ଅଟେ? 37। ସମ୍ବୋଧିତ ପଦ ଅଟେ। ଦୀର୍ଘ ବାକ୍ୟକୁ ସଂକ୍ଷେପରେ ପ୍ରକାଶ କରିବା ପ୍ରକ୍ରିୟାକୁ କଣ କୁହାଯାଏ? ଦୀର୍ଘ ବାକ୍ୟକୁ ସଂକ୍ଷେପରେ ପ୍ରକାଶ କରିବା ପ୍ରକ୍ରିୟାକୁ କଣ କୁହାଯାଏ? ବାକ୍ୟ ସଂକ୍ଷେପଣ। ପଦ ମଧ୍ୟରେ କେଉଁ ବିଧିରେ ଅନୁଯାୟୀ ନ ସ୍ଥାନରେ ଣ ହୋଇଥାଏ? ନତ ବିଧି। ସ ଉ ସ ର ରୁ ସ ଆ ଏହି ବର୍ଣ୍ଣ ରୂପର ଠିକ୍ ଶବ୍ଦ ରୂପଟି କଣ ହେବ? 40 ନମ୍ବର। ଶୁଶ୍ରୂଷା। ଗଣେଶ ଏହି ଶବ୍ଦରେ କେଉଁ ପ୍ରକାର ଅଶୁଦ୍ଧି ରହିଛି? 41। ସନ୍ନିଗତ। ନିମ୍ନଲିଖିତ ମଧ୍ୟରେ କେଉଁଟି ଶୁଦ୍ଧ ରୂପ? 42। ଅବସନ୍ନ ଶୁଦ୍ଧ ରୂପ। ଉଷୁନା ଧାନ ଗଜା ହେବା ଏହି ରୂଢ଼ିଟି କେଉଁ ଅର୍ଥରେ ବ୍ୟବହୃତ? ଅସମ୍ଭବ ସମ୍ଭବ ହେବା। ଛୋଟ କଥାକୁ ବଡ଼ କରିବା। ଛୋଟ କଥାକୁ ବଡ଼ କରିବା ରୂଢ଼ିଟି କଣ ହବ? ତିଳକୁ ତାଳ କରିବା। ଲୋକ ମୁଖରେ ଯୁଗ ଯୁଗ ଧରି ଚଳି ଆସୁଥିବା ବିଭିନ୍ନ ପରିସ୍ଥିତିରେ ପ୍ରୟୋଗ କରାଯାଉଥିବା ବିଶେଷ ଉକ୍ତି ଗୁଡ଼ିକୁ କଣ କୁହାଯାଏ? ଲୋକବାଣୀ। କବିତୁଣ୍ଡ ମେଢା ମୁଣ୍ଡ ଏହି ଲୋକବାଣୀର ଅର୍ଥ କଣ? ଦୃଢ଼ ବଚନ ଭାଷ୍ୟ ବଚନ। ବଳରାମ ଦାସଙ୍କ ରାମାୟଣ କେଉଁ ଛନ୍ଦରେ ରଚିତ? ପାଣ୍ଡିବୁତରେ। ଦୁଇଟି ପାଦରେ ଗୋଟିଏ ପଦ ହୁଏ। ପ୍ରତିଟି ପାଦର ଅକ୍ଷର ସଂଖ୍ୟା 12 ଓ ପଦର ତୃତୀୟ, ଷଷ୍ଠ, ନବମ ଏବଂ ଶେଷ ଅକ୍ଷର ସଂଖ୍ୟା ଜାତିବାଦ ହୁଏ।
ଏଇ ଛନ୍ଦର ନାମ କଣ? ବର୍ତ୍ତମାନ ସାହିତ୍ୟକୁ ସରସ ଓ ସୁନ୍ଦର ରମଣୀୟ କରିବାକୁ ଯେଉଁ ସୌନ୍ଦର୍ଯ୍ୟବୋଧକ ଉପାଦାନ ଆବଶ୍ୟକ ତାକୁ କଣ କୁହାଯାଏ? ଅଳଙ୍କାର କୁହାଯାଏ। ପିଲାମାନେ ଯୋଉମାନେ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି କରିଦିଅନ୍ତୁ। ଆପଣମାନଙ୍କର ଓଡ଼ିଆ ବିଷୟରେ ଭବିଷ୍ୟତରେ ଯୋଉ ଏକ୍ଜାମ ହଉଛି ସେଥିପାଇଁ ନିଶ୍ଚୟ ଏ ଚ୍ୟାନେଲରେ ପଡିଥିବା ଭିଡିଓ ଗୁଡା ଆପଣଙ୍କୁ ସାହାଯ୍ୟ କରିବ। ତ ଲାଷ୍ଟ ନମ୍ବର ଦେଖିବା। ଏଇଟା ଲାଷ୍ଟ ନମ୍ବରଟା କହିଲ ଆନ୍ସର କଣ ହବ? କଳସ ପଙ୍କେ ମୁହିଁ କେଡ଼େ ମଳିନ କେମନ୍ତେ ସରି ତୋର ହେବି ନଳିନ। ଏଥିରେ କେଉଁ ଅଳଙ୍କାର ପ୍ରୟୋଗ ହୋଇଛି? ରୂପକ ଅଳଙ୍କାର ପ୍ରୟୋଗ ହୋଇଛି। ସରିଲା। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। 5 ନମ୍ବର ମଡେଲ ପର୍ଯ୍ୟନ୍ତ ଆପଣମାନେ ପହଞ୍ଚିଲେ ଏବଂ ଲାଷ୍ଟ ମଡେଲ ଆପଣମାନେ ଦେଖୁଛନ୍ତି ସେଥିପାଇଁ ବହୁତ ବହୁତ ଧନ୍ୟବାଦ।